ଆଭିଜାତ୍ୟ ନାମରେ ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଖେଳ। କେବେ ଚେତିବେ ଅଭିଭାବକ, କେବେ ଚେତିବେ ସ୍କୁଲ କର୍ତ୍ତୃପକ୍ଷ, ଢେଙ୍କାନାଳ ଜିଲ୍ଲା ପ୍ରଶାସନ। 8/7/2026 ବୁଧବାର, ଢେଙ୍କାନାଳ। ଆଜି ସମୟ ପ୍ରାୟ ଅପରାହ୍ନ 1:30 ହେବ। ଢେଙ୍କାନାଳ ବନମାଳୀ ପ୍ରସାଦ ମଙ୍ଗଳପୁର ସ୍ଥିତ ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟର ଛୁଟି ସମୟ। ଗେଟ୍ ସାମ୍ନାରେ ଢେଙ୍କାନାଳ ଭାପୁରକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରବଳ ଭିଡ଼ ହେବା ବି ସ୍ୱାଭାବିକ। ସ୍କୁଲ ଛୁଟି ସମୟରେ ପିଲାମାନଙ୍କୁ ଅଭିଭାବକମାନେ ସୁରକ୍ଷିତ ଭାବେ ଘରକୁ ନେବା ପାଇଁ ଅପେକ୍ଷାରତ। ପିଲାମାନେ ଆସୁଥାନ୍ତି, ମନ ଖୁସିରେ ଅଭିଭାବକମାନଙ୍କ ସହିତ ଘରକୁ ମଧ୍ୟ ଯାଉଥାନ୍ତି। ତେବେ ଏହି ଅଳ୍ପ ସମୟର ଭିଡ଼ ଭିତରେ କିଛି ଏମିତି ଦୃଶ୍ୟ ନିହାତି ମନକୁ ଆନ୍ଦୋଳିତ କରିବ। ଆମେ ଶିକ୍ଷିତ, ଆମ ପିଲାମାନଙ୍କୁ ଭଲ ସ୍କୁଲରେ ପାଠ ବି ପଢ଼ାଉଛେ। ପୁଳା ଟଙ୍କା ରୋଜଗାର କରିବା ସହିତ ପିଲାମାନଙ୍କୁ ଶିକ୍ଷାର ମାନ କେବଳ ରୋଜଗାରରେ ସୀମିତ ବୋଲି ଉଦାହରଣ ସୃଷ୍ଟି କରିବା ଭଳି ନିଜର ଦାୟିତ୍ୱ ସମ୍ପନ୍ନ ବି କରୁଛେ। କିନ୍ତୁ ଦୁଃଖର କଥା, ଆମେ ଭୁଲି ଯାଇଛେ ଧନ ସମ୍ପତ୍ତିକୁ ନେଇ ଗର୍ବ ତଥା ଆଭିଜାତ୍ୟର ଚିହ୍ନ ବୋଲି ଭାବି ଆଧୁନିକତାର ବଶବର୍ତ୍ତୀ ହୋଇ ଚପଳମତି ଛାତ୍ରଛାତ୍ରୀମାନଙ୍କ ଜୀବନ ସହିତ ଖେଳ ଖେଳିବାରେ ଲାଗିଛେ। ପିଲାମାନଙ୍କୁ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ କରିବା, ସରକାରଙ୍କ ନିୟମକୁ ସମ୍ମାନ ଦେବା ବଦଳରେ ସେମାନଙ୍କୁ ମରଣ ମୁହଁକୁ ଠେଲି ସେମାନଙ୍କ ଭବିଷ୍ୟତ ତଥା ଦେଶର ଭବିଷ୍ୟତକୁ ନଷ୍ଟ କରିବାରେ ଲାଗିଛେ। ତେବେ ଆଜି ବିଦ୍ୟାଳୟର ଛୁଟି ପରେ 2 ନାବାଳିକା ଛାତ୍ରୀ ଗୋଟିଏ ବ୍ୟାଟେରୀ ଚାଳିତ ସ୍କୁଟି ଆଉ ଗୋଟିଏ ଇନ୍ଧନ ଚାଳିତ ସ୍କୁଟିରେ ବିନା ହେଲମେଟରେ ସମ୍ଭବତଃ ଘରକୁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସରକାରଙ୍କ ନିୟମ ଅନୁସାରେ 18 ବର୍ଷରୁ ଉର୍ଦ୍ଧ୍ୱ ସାବାଳକମାନଙ୍କ ପାଇଁ ନିୟମ ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସର ବୈଧ ପ୍ରମାଣ ଥାଇ ଯାନବାହନ ଚଳାଇବା ପାଇଁ ଅନୁମତି ମିଳୁଥିବା ବେଳେ ଏପରିକି କୌଣସି ନାବାଳକ ଅବା ନାବାଳିକା ଯାନ ଚଳାଉଥିଲେ ଯାନର ପ୍ରକୃତ ମାଲିକ କୁହନ୍ତୁ ଅବା ଅଭିଭାବକଙ୍କ ନାମରେ 25,000 ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଫାଇନ୍ ଦେବାକୁ ପଡ଼େ। ତାପରେ ବି ଏଭଳି ଦୃଶ୍ୟ ଅତି ଚିନ୍ତାଜନକ। ନିହାତି ଭାବେ ସରକାରଙ୍କର ନିୟମକୁ ଭୃକ୍ଷେପ ନ କରିବା ଭଳି ମନେ ହୁଏ। ଛୋଟ କୋମଳମତି ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନେ କିପରି ପିଲାମାନଙ୍କର ଜୀବନ ସହିତ ଖେଳିବାକୁ ଦୁଃସାହସ କରୁଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଛୋଟ ବଡ଼ 4 ଚକିଆ ଯାନ ଯାତାୟାତ କରୁଥିବା ବେଳେ ଯଦି କୌଣସି ଅଘଟଣ ଘଟେ, ଅର୍ଥାତ୍ ଚକ ତଳେ କୌଣସି ଛାତ୍ରଛାତ୍ରୀର ଜୀବନ ଚାଲିଯାଏ, ତେବେ ଆମେ କାହାକୁ ଦାୟୀ କରିବା? ବିଶେଷ କରି ଚପଳମତି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ଅଭିଭାବକମାନଙ୍କ ଠାରୁ ଆରମ୍ଭ କରି ସ୍କୁଲ କର୍ତ୍ତୃପକ୍ଷ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଏଥିପ୍ରତି ସଚେତନ ତଥା ଯତ୍ନବାନ ହେବା ଆବଶ୍ୟକ ବୋଲି ନିହାତି କୁହାଯାଇପାରେ। ଢେଙ୍କାନାଳରୁ ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ, ସମଗ୍ର ଓଡ଼ିଶା ସେବା ଅଭିଯାନ।